ପ୍ରହସନୀବ ତାର ଅର୍ଥ କ'ଣ? ଏଠି ପ୍ରହସନୀବ ମାନେ ଭଗବାନ ହସ ହସ ମୁଖ ଥିଲେ, ହସୁଥିଲେ। ଭଗବାନ ହସୁଥିଲେ କାରଣ କ'ଣ? ଭଗବାନ ହସିବାର ବହୁତ କାରଣ ଅଛି। ତ ଆପଣ ଶୁଣିବେ ଯେମିତି କୌଣସି ପ୍ରକାର ବଡ଼ ଲୋକ, ଜଣେ ବଡ଼ ଲୋକ କିଛି ଯଦି କୌଣସି କାମ କରିବ ତାକୁ ସମସ୍ତେ ଦୃଷ୍ଟି ପକାଇବେ। ଆମେ କିଛି ସାଧାରଣ ଲୋକ କିଛି ବଡ଼ କାମ କରିବା, ସେଇଟା ସବୁଠୁ ଛୋଟ କାମ ହେବ, ବଡ଼ କାମ ହେବନି। ହେବ କି? ହେବନି। କିନ୍ତୁ ଭଗବାନ ଯଦି କିଛି ଛୋଟ କାମ କରିବେ ସେଇଟା ତାଙ୍କର ବଡ଼ କାମ ହେବ। ସେଇଟା ସବୁ ଟୀକାକାର ମାନେ ସବୁ ତାକୁ ବ୍ୟାଖ୍ୟା କରିବେ, ଭଗବାନ ଏମିତି କରିଥିଲେ, ସେମିତି କରିଥିଲେ। ଯେମିତି ଉଦାହରଣ ଦେଲେ ବୁଝିପାରିବେ, ଯେମିତି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ସବୁ ଗୋପୀମାନଙ୍କର ଘରକୁ ସବୁ ଲଉଣୀ ଚୋରିବାକୁ ଯାଉଥିଲେ, ସେତେବେଳେ ଯାହା ଘରେ ଲଉଣୀ ମିଳୁଥିଲା ତାଙ୍କ ଘରୁ ଲଉଣୀ ଚୋରେଇକିରି ଆଣୁଥିଲେ। କିନ୍ତୁ ଯାହା ଘରେ ଲଉଣୀ ମିଳୁନଥିଲା ତାଙ୍କ ଘରକୁ ଯାଇକରି ଭଗବାନ ସବୁ ମଳମୂତ୍ର ତ୍ୟାଗ କରିଦେଉଥିଲେ। ଆପଣ ଶୁଣିଥିବେ। ଟୀକାକାର ମାନେ ସେଟାକୁ ବହୁତ ବଡ଼ ବ୍ୟାଖ୍ୟା କରୁଛନ୍ତି। କହୁଛନ୍ତି ଭଗବାନଙ୍କର ମଳମୂତ୍ର ମଧ୍ୟ ବହୁତ ବାସ୍ନା, ବହୁତ ସୁଗନ୍ଧ। ଆମର ମଳମୂତ୍ର ଦୁର୍ଗନ୍ଧ, କିନ୍ତୁ ଭଗବାନଙ୍କର ମଳମୂତ୍ର ସୁଗନ୍ଧ। ଭଗବାନଙ୍କର ସବୁ ଦିବ୍ୟ। ଭଗବାନ ଶରୀରରେ ତ ମଳମୂତ୍ର ନାହିଁ, କିନ୍ତୁ ସେ ଲୀଳା କରିବା ପାଇଁ ଗୋପୀମାନଙ୍କର ଘରେ ସବୁ ମଳମୂତ୍ର ତ୍ୟାଗ କରୁଛନ୍ତି। ବେଳେବେଳେ ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କ ଘରକୁ ଯାଉଛନ୍ତି, ଦେଖୁଛନ୍ତି ତାଙ୍କ ଘରେ କିଛି ଖାଇବାକୁ ରଖିନାହାନ୍ତି, ରାଗି ଯାଉଛନ୍ତି। କହୁଛନ୍ତି ଦେଖ ଗୋପୀମାନେ ବଦମାସ ଯାକ, ମୁଁ ଏତେ କଷ୍ଟରେ ମୋ ସାଙ୍ଗମାନଙ୍କୁ ଧରିକି ଆସିଲି ଏଇଠି ଚୋରେଇବା ପାଇଁ, ମୋ ପାଇଁ କିଛି ହେଲେ ରଖିନାହାନ୍ତି। କାଲିକି ମୁଁ ଯଦି ଆସିବି ନା ଆଙ୍କ ଘରେ ନିଆଁ ଲଗେଇଦେବି। ରାଗିକିରି କହୁଛନ୍ତି। ଦେଖ ଭଗବାନଙ୍କ କଥା ଯାକ ଛୋଟ କଥା, କିନ୍ତୁ ଟୀକାକାର ମାନେ ବହୁତ ବଡ଼ କରି କହୁଛନ୍ତି। ସେମିତି ଏଇଠି ଆମେ ଦେଖିବା ଭଗବାନ ଅର୍ଜୁନକୁ ଦେଖିକିରି ଟିକେ ମୁସ୍କାନ ମାନେ ଖିଲି ବଡ଼ ଜୋରରେ ହସୁନାହାନ୍ତି, କାହିଁକିନା ଗୁରୁର ଭୂମିକାରେ ଅଛନ୍ତି ନା, ଜୋରରେ ହସୁନାହାନ୍ତି। ସ୍ମାଇଲିଂ ମାନେ ଟିକେ ଅଳ୍ପ ମୁସ୍କାନ କରୁଛନ୍ତି। ତ ସେ ଯେଉଁ ଅଳ୍ପ ମୁସ୍କାନ କରୁଛନ୍ତି, ହସ ମୁହଁରେ ତ ତାର ବହୁତ ଗୁଡ଼ିଏ କାରଣ ଅଛି। ଯେମିତି ଆପଣ ଦେଖିଥିବେ, ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ଘରକୁ ଯାଇଥିଲେ ପୁତନା ଯାଇଥିଲେ, ପୁତନାକୁ ଦେଖିକିରି ଭଗବାନ ଆଖି ବୁଜିଦେଲେ। ତାର ବହୁତ ଗୁଡ଼ିଏ କାରଣ ଅଛି। ସେମିତି ଏଇଠି ଆମେ ଦେଖିବା ଅର୍ଜୁନକୁ ଦେଖିକିରି ଭଗବାନ ଶ୍ରୀକୃଷ୍ଣ ହସିଲେ, ତାର ବହୁତ ଗୁଡ଼ିଏ କାରଣ ଅଛି। ଆମେ ଟିକେ ଟିକେ ଆଲୋଚନା କରିବା। ପ୍ରଥମ କାରଣ ହେଲା କ'ଣ ନା ଭଗବାନ ଜାଣିଛନ୍ତି ଯେ ଏ ଯେଉଁ ଦୃଶ୍ୟଟା ସଞ୍ଜୟ ଧୃତରାଷ୍ଟ୍ରକୁ କହୁଛନ୍ତି, କେଉଁ ବିଷୟଟା, ଏ କାହାଣୀଟା। ତେଣୁ ଭଗବାନ ଧୃତରାଷ୍ଟ୍ରକୁ ଦେଖିକିରି କହୁଛନ୍ତି। କାହିଁକି ନା ଧୃତରାଷ୍ଟ୍ର ଟିକେ ହସୁଥିଲେ ମନେ ମନେ। କ'ଣ ପାଇଁ ନା ଅର୍ଜୁନ ବର୍ତ୍ତମାନ ଯୁଦ୍ଧ କରିବାକୁ ନାରାଜ ହୋଇଯାଇଛନ୍ତି, ତାଙ୍କର ଧନୁଷ ରଖିଦେଇଛନ୍ତି, ଦୁଃଖାଭିଭୂତ ହୋଇଯାଇଛନ୍ତି। ତାଙ୍କର ଦେହ ଥରୁଛି, ଯୁଦ୍ଧ କରିବାକୁ ମନା କରୁଛନ୍ତି। ତେଣୁ ସେ ଟିକେ ଯେତେବେଳେ ନାରାଜ ହୋଇଯାଇଛନ୍ତି, ଧୃତରାଷ୍ଟ୍ରଙ୍କ ମନରେ ଖୁସି, ଯାହା ହଉ ଅର୍ଜୁନ ଯୁଦ୍ଧ କରିବନି, ଆମର କୌରବମାନେ ଜିତିବେ। ତ ଭଗବାନ ହସିକି ଦେଖାଉଛନ୍ତି ଯେ ଧୃତରାଷ୍ଟ୍ର ତୁ ତ ବର୍ତ୍ତମାନ ଯେଉଁ ହସୁଛୁ, ଏ ହସ ତୋର ରହିବନି। କାହିଁକି ନା ବର୍ତ୍ତମାନ ମୁଁ ହସୁଛି, ଏ ଯେଉଁ ଅର୍ଜୁନ ବର୍ତ୍ତମାନ ଯୁଦ୍ଧ କରିବା ପାଇଁ ଯେଉଁ ନାରାଜ ହେଉଛି ବା ଇଚ୍ଛା କରୁନି, ସେ ଯୁଦ୍ଧ କରିବ। ମୁଁ ହସିରେ ଅଛି, କାହିଁକି ମୁଁ ତାକୁ ଭଲ ବୁଦ୍ଧି ଦେବି, ସେ ଯୁଦ୍ଧ କରିବ। ତୁମର ଏ ହସ ରହିବନି। କାହାକୁ କହୁଛନ୍ତି? ଧୃତରାଷ୍ଟ୍ରକୁ ଆକ୍ଷେପ କରିକି କହୁଛନ୍ତି। ସେଥିପାଇଁ ସେ ହସୁଛନ୍ତି। ଆଉ ଗୋଟେ କାରଣ ଅଛି
ନା ଯେତେବେଳେ ଅର୍ଜୁନ ଭଗବାନଙ୍କୁ କହିଲେ, କ'ଣ କହିଲେ ନା ମୁଁ ଯଦି ଯୁଦ୍ଧ କରିବି, ଏ ଯେଉଁ ମହାଭାରତ ଯୁଦ୍ଧ ହେବ, ଏ ମହାଭାରତ ଯୁଦ୍ଧରେ ସବୁ କୂଳ କ୍ଷୟ ହୋଇଯିବ, ମିତ୍ରଦ୍ରୋହ ଲାଗିବ, କୂଳ କ୍ଷୟ ହୋଇଯିବ, ସମସ୍ତେ ଧ୍ୱଂସ ହୋଇଯିବେ, ମୁଁ କାହାକୁ ନେଇକରି ରାଜ୍ୟ ଭୋଗ କରିବି, ମୁଁ ଯଦି ରାଜା ହେବି ମୋର ତ କିଏ ନଥିବେ, ମୁଁ କାହାକୁ ନେଇକି ଏସବୁ ଭୋଗ କରିବି, ଏସବୁ ପ୍ରକାର ଯେଉଁ ଦୁଃଖ କରୁଛନ୍ତି ଅର୍ଜୁନ, ଭଗବାନ ତାଙ୍କୁ ଦେଖିକି ହସୁଛନ୍ତି। କହୁଛନ୍ତି କି ଗୋଟେ ଯଦି ମୁଁ ପ୍ରଳୟ କରିବି ସବୁ ଯାକ ଧ୍ୱଂସ ହୋଇଯିବେ, ତୁମେ କ'ଣ ଏଥିପାଇଁ ଦୁଃଖ କରୁଛ। ଯେମିତି ଉଦାହରଣ ପାଇଁ, ଯେମିତି ସମୁଦ୍ର କୂଳରେ ବାପା ମାଆ ମାନେ ପିଲାମାନଙ୍କୁ ଧରି ଯାଇଥାଉଛନ୍ତି, ପିଲାମାନେ କ'ଣ କରୁଛନ୍ତି, ସମୁଦ୍ର କୂଳରେ ବାଲି ଘର କରୁଛନ୍ତି, ବାଲିରେ ଘର କରୁଛନ୍ତି, ବିଭିନ୍ନ ପ୍ରକାର ବଖରା କରୁଛନ୍ତି, ସବୁ କରୁଛନ୍ତି। ପିଲାମାନେ କହୁଛନ୍ତି ହେଡ଼ି କଥା ହେଉଛନ୍ତି, ପିଲାମାନେ ଏ ବଖରାଟା ମୋର, ସେ ବଖରାଟା ମୋର, ଏସବୁ କଥା ହେଉଛନ୍ତି। ବାପା ମାଆ ମାନେ କ'ଣ କରୁଛନ୍ତି, ଦେଖିକି ଦୂରରୁ ହସୁଛନ୍ତି, କହୁଛନ୍ତି ଏ ପିଲା ଯାକ ବାଲି ଘର କରୁଛନ୍ତି, ସିଆଡ଼ୁ ଗୋଟେ ଯଦି ଲହଡ଼ା ଆଇବ ନା ସବୁ ଯାକ ବାଲି ଘର ଭାଙ୍ଗିଯିବ, ରହିବ କି ଭାଙ୍ଗିଯିବ। କିନ୍ତୁ ଭଗବାନ ଏଇଠି ଅର୍ଜୁନକୁ ଦେଖିକି ହସୁଛନ୍ତି, କହୁଛନ୍ତି ମୁଁ ଯଦି ଗୋଟେ ପ୍ରଳୟ କରି, ଗୋଟେ ଇଚ୍ଛା କରି ସବୁ ଯାକ ମୃତ୍ୟୁ ହେଇଯିବେ। ଇଏ କ'ଣ କହୁଛନ୍ତି କୂଳ କ୍ଷୟ ହେବ, ଇଏ ମିତ୍ରଦ୍ରୋହ ଲାଗିବ, ଏସବୁ କ'ଣ ଇଏ କହୁଛି, ଏଥିପାଇଁ ହସୁଛନ୍ତି। ଦ୍ୱିତୀୟ କାରଣ। ଆଉ ଗୋଟେ କାରଣ କ'ଣ ନା ଭଗବାନ ଦେଖିବେ ଆଗରୁ ଏଇଟା ଶିଷ୍ୟତ୍ୱ ଗ୍ରହଣ କଲେ, କହିଲେ ମୁଁ ମୋର ବୁଦ୍ଧି ବିଚାର କିଛି ସ୍ଥିର କରିପାରୁନି, ଆପଣ ସ୍ଥିର କରି କୁହନ୍ତୁ, ମୁଁ ଆପଣଙ୍କର ଶିଷ୍ୟ ହେଲି, ଆପଣ ଗୁରୁ ହେଲେ ମଧ୍ୟ ଯଦିଓ ସେ ଗୁରୁର ଭୂମିକାରେ ରହିଲେ ତଥାପି ସେ କହୁଛନ୍ତି କି ମୁଁ ଯୁଦ୍ଧ କରିବି। ଯଦି ଶିଷ୍ୟ ହେଲେ ମଧ୍ୟ ଶିଷ୍ୟର ଅର୍ଥ କ'ଣ, ଶାସନ ମାନିବେ। ଶିଷ୍ୟର ଅର୍ଥ କ'ଣ, ଶାସନ ମାନିବେ। ମୁଁ ଗୁରୁ ହେଲି, ସେ ଶିଷ୍ୟ ହେଲା, ତା'ର କର୍ତ୍ତବ୍ୟ ମୋ କଥା ଶୁଣିବା, କିନ୍ତୁ ହେଲେ ମଧ୍ୟ ସେ କହୁଛନ୍ତି ମୁଁ ଯୁଦ୍ଧ କରିବି। ସେଥିପାଇଁ ଭଗବାନ ହସୁଛନ୍ତି, ମୋ କଥା ଶୁଣିନି। ଆଉ ଗୋଟେ କାରଣ କ'ଣ, ଏସବୁ ସରିଲା ପରେ ଲାଷ୍ଟକୁ ଦେଖିବେ ଭଗବାନ ଭବିଷ୍ୟତ ଜାଣିଛନ୍ତି। ଅର୍ଜୁନ କହିବେ ହେ ଶ୍ରୀକୃଷ୍ଣ କରିଛେ ବଚନାମ୍ ତବ, ମୁଁ ନିଶ୍ଚୟ ତୁମେ ଯାହା କହିବ ମୁଁ ଶୁଣିବି। ଭବିଷ୍ୟତରେ କହିବେ କେଉଁ କଥା, ଅର୍ଜୁନ କହିବେ ଭଗବାନଙ୍କୁ, ତ ଇଏ ଆଗକୁ ମୋ କଥା ଶୁଣିବ, ଏବେ ସିନା ମାନୁନି କିନ୍ତୁ ଆଗକୁ ମୋ କଥା ଶୁଣିବ। ସେଥିପାଇଁ ଭଗବାନ ହସୁଛନ୍ତି। 5 ନମ୍ବର କ'ଣ ପାଇଁ ହସୁଛନ୍ତି ନା ଯେଉଁ କୌରବମାନେ ଭଗବାନ ଶ୍ରୀକୃଷ୍ଣ କହିବାକୁ ଗଲେ ବହୁ ଚେଷ୍ଟା କଲେ କୌରବମାନଙ୍କୁ ପାଣ୍ଡବମାନଙ୍କୁ ମଧ୍ୟରେ ଯୁଦ୍ଧ ନ ହେଉ। ଆପଣ ଜାଣିଛନ୍ତି ଭଗବାନ ଶ୍ରୀକୃଷ୍ଣ ନିଜେ ଶାନ୍ତିଦୂତ ହେଇକି ଗଲେ, ବୁଝେଇଲେ, ଅର୍ଜୁନକୁ ବୁଝେଇଲେ, ଆମର ଦୁର୍ଯ୍ୟୋଧନକୁ ବୁଝେଇଲେ, କହିଲେ କୌରବମାନଙ୍କୁ କିଛି ଦିଅନ, ଖାଲି 5ଟା ଗାଁ ଦେଇଦିଅ, ସେମାନେ ଆଉ ଯୁଦ୍ଧ କରିବେନି। ଦୁର୍ଯ୍ୟୋଧନ ମାନିଲେ? ସବୁ ପ୍ରକାର ବୁଝେଇବା ସତ୍ତ୍ୱେ ସେମାନେ ଯୁଦ୍ଧ ମାନିଲେ ନାହିଁ। ସେଥିପାଇଁ ବାଧ୍ୟ ହେଇକରି ଭଗବାନ ଶ୍ରୀକୃଷ୍ଣ ଏସବୁ ମହାଭାରତ ଯୁଦ୍ଧ କଲେ। ତ ଏଇଟା ଦେଖିବେ କୌରବମାନେ ସମସ୍ତେ ମୃତ୍ୟୁବରଣ କରିବେ। ଏ ଭଗବାନ ଦେଖୁଛନ୍ତି କୌରବମାନ ଯେଉଁ ମୃତ୍ୟୁବରଣ କରିବେ, ମୃତ୍ୟୁବରଣ କଲେ ଯେତେ ସବୁ କୌରବମାନଙ୍କର ଯୋଦ୍ଧାମାନେ ଥିଲେ, ସେନା ସାମନ୍ତ ସବୁ ଥିଲେ, ସମସ୍ତେ ଭଗବାନଙ୍କର ଏ ଯେଉଁ ହସ ହସ ମୁଖକୁ ଦେଖିକିରି ସମସ୍ତେ ମୃତ୍ୟୁବରଣ କଲେ। ଭଗବାନଙ୍କୁ ଯିଏ ଦେଖିକିରି ମୃତ୍ୟୁବରଣ କରିବ ତାର ଗତି କ'ଣ ହେବ? ଭଗବାନ କହୁଛନ୍ତି, ଯିଏ ଗୀତାରେ ଭଗବାନ କହୁଛନ୍ତି ଅନ୍ତକାଳେ ଚ ମାମେବ କଳେବରମ୍ ଜୟପ୍ରୟାତ ସମଦ ଭାବମ୍ ଜାତି ନାସ୍ତ୍ର ସଞ୍ଚୟ। ମୃତ୍ୟୁ ସମୟରେ ଯିଏ ମତ ସ୍ମରଣ କରିକିରି ଶରୀର ତ୍ୟାଗ କରୁଛି ମୋ ଧାମ ଝିଅ। ହେଲେ କୌରବମାନେ ଯେତେ ସବୁ ଭଗବାନଙ୍କୁ ଦେଖିକିରି ଆଉ ଥରେ ହସ ହସ ମୁହଁକୁ ଦେଖିକି ଯଦି ଶରୀର ତ୍ୟାଗ କରିବେ, ସେମାନେ କ'ଣ ହେବ? ନିଶ୍ଚୟ ଯିବେ ଭଗବତ ଧାମକୁ। ତ ଏଇଟା ଗୋଟେ କାରଣ। କୌରବମାନେ ସମସ୍ତେ ଆଉ ଗୋଟେ କାରଣ ଅଛି,
ଯେତେବେଳେ ଅର୍ଜୁନ ଯୁଦ୍ଧ କରୁଛନ୍ତି ସେମାନେ ବହୁତ ବୀର ସହିତ ଯୁଦ୍ଧ କରୁଛନ୍ତି କେଉଁମାନେ କୌରବମାନେ କିନ୍ତୁ ଯେତେବେଳେ ସାମ୍ନାକୁ ଆସୁଛନ୍ତି କାହାର ଅର୍ଜୁନଙ୍କ ସହିତ ଯୁଦ୍ଧ କଲାବେଳକୁ କିଏ ଅଛନ୍ତି ଶ୍ରୀକୃଷ୍ଣ ହେଲେ ଅର୍ଜୁନକୁ ଦେଖି ଏମାନେ ସ୍ୱର ନିକ୍ଷେପ କଲାବେଳକୁ ଶ୍ରୀକୃଷ୍ଣଙ୍କର ମୁହଁକୁ ଯେଉଁ ଦେଖୁଛନ୍ତି ତାଙ୍କର ଯେଉଁ ହସ ହସ ମୁହଁ ଦେଖୁଛନ୍ତି ଆଙ୍କର ଯୁଦ୍ଧ ଟିକେ ରହିଯାଉଛି ତାଙ୍କୁ ଦେଖିକିରି ମୋହିତ ହୋଇଯାଉଛନ୍ତି ସେ ଯୁଦ୍ଧରେ ଅର୍ଜୁନକୁ ତ ଦେଖିବେ ଭଗବାନଙ୍କୁ ବି ଦେଖୁଛନ୍ତି ମୋହିତ ହୋଇକିରି ତାଙ୍କ ଯୁଦ୍ଧ ଟିକେ ଧିମି ଯାଉଛି ଧିମି ଗଲେ ଅର୍ଜୁନ ତାଙ୍କୁ ସ୍ୱର ମାରିଦେଉଛନ୍ତି ସେ ମୃତ୍ୟୁବରଣ କରୁଛନ୍ତି ଏଠି କହିବାକୁ ଗଲେ ଯେଉଁ ଭଗବାନ ପ୍ରତିଜ୍ଞା କରିଥିଲେ କ'ଣ ମୁଁ ଅସ୍ତ୍ର ଧରିବି ନାହିଁ କିନ୍ତୁ ବାସ୍ତବରେ ସେ ଅସ୍ତ୍ର ଧରିଥିଲେ କେଉଁ ପ୍ରକାର ଅସ୍ତ୍ର ଧରିଥିଲେ ଏ ହସ ରୂପକ ଅସ୍ତ୍ର ଧରିଥିଲେ ଏ ହସ ହେଲେ ଗୋଟେ ଅସ୍ତ୍ର ଯେଉଁ ଅସ୍ତ୍ରକୁ ଦେଖିକିରି ସମସ୍ତେ ମୋହିତ ହୋଇଯାଉଥିଲେ ତ ଇଏ ଗୋଟେ କାରଣ ଆଉ ଗୋଟେ କାରଣ କ'ଣ ନା ଏ ଯେଉଁ କୌରବମାନେ ଦେଖନ୍ତୁ ସମସ୍ତଙ୍କର ଯେତେ ସବୁ କୌରବ ଥିଲେ ଆପଣ ଦେଖିବେ ସମସ୍ତଙ୍କର ଦୁଃଖ ଦୂର ହୋଇଗଲା ଯେତେବେଳେ ସେମାନେ ଭଗବତ ଧାମକୁ ଜଣେ ପଳାଉଛି ତାଙ୍କର ଆଉ ଦୁଃଖ ରହୁଛି କି ସମସ୍ତେ ଭଗବତ ଧାମକୁ ପଳାଇଲେ ଆଉ ଗୋଟେ ଅଛି ଅସ୍ତ୍ର କ'ଣ ନା ସେମାନେ ଯେଉଁ ଭଗବତ ଧାମକୁ ଯିବେ ତାଙ୍କର ଯେଉଁ ଆତ୍ମାରେ ସବୁ ପ୍ରକାର ସବୁ କଳମସ ଆମର ଶରୀର ଭିତରେ ସବୁ କଳମସ ଅଛି ନା କାମ କ୍ରୋଧ ଲୋଭ ମୋହ ସବୁ ଅଛି ନା ତ ଭଗବାନ ହସ ଦ୍ୱାରା ତାଙ୍କର ସବୁ ଜାଗା କଳମସ ଦୂର କରିଦେଉଛନ୍ତି ଆମର ସବୁ ହସ ଭଗବାନଙ୍କର ଯେଉଁ ହସ ଅଛି ସେ ହସରେ ଦୂର ହେଇଯାଉଛି ଠିକ୍ ଅଛି ତାପରେ ଆଉ ଗୋଟେ କାରଣ ଅଛି କ'ଣ ନା ଭଗବାନ ଶ୍ରୀକୃଷ୍ଣ ଯେଉଁ ହସୁଛନ୍ତି ଏ ଯେଉଁ ମହାଭାରତ ଅଛି ମହାଭାରତରେ ମୁଖ୍ୟ କେଉଁଟା ଗୀତା ମହାଭାରତର ମୁଖ୍ୟ କେଉଁଟା ଗୀତା ଅଧିକ ହେଇଗଲା ପ୍ରଭୁ ଠିକ୍ ଅଛି ମହାଭାରତର ମୁଖ୍ୟ କେଉଁଟା ଭଗବତ ଗୀତା ବ୍ୟାସଦେବ ଯେତେବେଳେ ମହାଭାରତ ରଚନା କଲା ପରେ ଭଗବାନ ଶ୍ରୀକୃଷ୍ଣ ଅପେକ୍ଷା କରିଥିଲେ କେଉଁଟାକୁ ଏ ଯୁଦ୍ଧ ପାଇଁ କେବେ ଯୁଦ୍ଧ ହେବ ସେତେବେଳେ ଭଗବାନ ଏ ଗୀତା ବାଣୀ ଶୁଣେଇବେ କାହାକୁ ଅର୍ଜୁନକୁ ଖାଲି ଅର୍ଜୁନକୁ ନାହିଁ ଅର୍ଜୁନଙ୍କ ମାଧ୍ୟମରେ ଆମ ସମସ୍ତଙ୍କୁ ଶୁଣିବେ ତ ସମସ୍ତଙ୍କୁ ଶୁଣିବା ଦ୍ୱାରା କ'ଣ ହେଉଛି ଆମ ସମସ୍ତଙ୍କର କଲ୍ୟାଣ ହେଉଛି ତ ସେଥିପାଇଁ ଭଗବାନ ହସୁଛନ୍ତି ଯାହା ହଉ ଗୋଟେ ଚାନ୍ସ ମିଳୁଛି ମୋତେ କହିବା ପାଇଁ ଆଉ ଗୋଟେ କାରଣ ଭଗବାନ ଯେଉଁ ହସିଲେ ଆଉ ଗୋଟେ କାରଣ କ'ଣ ନା ଯେତେବେଳେ ଅର୍ଜୁନ ଦୁଃଖାଭିଭୂତ ହୋଇଗଲେ ଭାଙ୍ଗି ପଡ଼ିଲେ ଯୁଦ୍ଧ କରିବାରେ ମନ ଭାଙ୍ଗିଦେଲେ ଭଗବାନ ହସିଲେ ହସିବା ଦ୍ୱାରା କ'ଣ ହେଉଛି ନା ଭୀମ ଯୁଧିଷ୍ଠିର ନକୁଳ ସହଦେବ ଏମାନେ ମଧ୍ୟ ଦେଖୁଛନ୍ତି ଏଇ ଅର୍ଜୁନ କ'ଣ ଦୁଃଖ ହେଇକି ଭାଙ୍ଗି ପଡ଼ିଲେଣି ସେ ଯୁଦ୍ଧ କରିବେନି ହେଲେ ଅର୍ଜୁନ ଯୁଦ୍ଧ କରିବେନି ଆମର ଯୁଦ୍ଧ କେମିତି ହେବ ତ ସେମାନେ ବି ଦୁଃଖୀ ହେଇଯାଉଥିଲେ ତ ଭଗବାନ ଯେତେବେଳେ ହସିଲେ ସେମାନଙ୍କୁ ଇଙ୍ଗିତ କରି କହୁଛନ୍ତି ଦେଖ ମୁଁ ହସୁଛି ଇଏ ଯୁଦ୍ଧ କରିବ ତମେ ହାରାସ ହେବା କିଛି କାରଣ ନାହିଁ ତମେ ଦୁଃଖ କରନ ଇଏ କରିବ ମୁଁ ହସିଲି ମାନେ ଇଏ ଯୁଦ୍ଧ କରିବ ମୁଁ ଆକୁ ଭଲ ବୁଦ୍ଧି ଦେବି ତମେ ଚିନ୍ତା କରନି ତ ଇଏ ଗୋଟେ କାରଣ ସମସ୍ତଙ୍କୁ ସେ ଖୁସି କରିବା ପାଇଁ ସେ ହସୁଛନ୍ତି